ଏହି ଦୁଇଟି ଜିନିଷ ସବୁବେଳେ ମଣିଷକୁ ତା ନିଜ ଲୋକଠାରୁ ଦୂରେଇ ଦେଇଥାଏ, ଅହଙ୍କାର ଏବଂ ସନ୍ଦେହ। ତେଣୁ ଜୀବନରେ କେବେ ବି ଅଯଥାରେ କାହା ଉପରେ ସନ୍ଦେହ ଏବଂ ମନରେ ଗର୍ବ ଅହଙ୍କାର ଆଣନ୍ତୁ ନାହିଁ। ସବୁବେଳେ ସେହି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ଯେଉଁ ଜିନିଷ ଆପଣଙ୍କ ପାଖରେ ଅଛି, କାହିଁକି ନା ପାଖରେ ନଥିବା ଜିନିଷ ଉପରେ ଧ୍ୟାନ ଦେଲେ ସବୁବେଳେ ଦୁଃଖ ହିଁ ମିଳିଥାଏ। କେବେ ବି ନିଜ ଦୁର୍ବଳତା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ, କାହିଁକି ନା ମିଠା ମିଠା କହୁଥିବା ସବୁ ବ୍ୟକ୍ତି ଆପଣଙ୍କର ବନ୍ଧୁ ହୋଇନଥାନ୍ତି। ଦିନେ ନା ଦିନେ ସେମାନେ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇ ପାରନ୍ତି। ଏ ଦୁନିଆର ବହୁତ ସମ୍ପର୍କ କେବଳ ଏହି ଦୁଇଟି କାରଣ ପାଇଁ ଭାଙ୍ଗିଥାଏ। ଜଣେ ନିଜ ମନର କଥା କହିପାରିନଥାଏ କି ଆଉ ଜଣେ ତା ମନର କଥାକୁ ବୁଝିପାରିନଥାଏ। ତେଣୁ ଜୀବନରେ ସବୁବେଳେ ଅନ୍ୟର ମନ ଭିତରେ ଥିବା କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ।